ସମସ୍ତଙ୍କୁ ପରବ ଜୁହାର। ହଁ, ଆଜି ଦିନ ଆସି ପହଞ୍ଚିଗଲା ଡିସେମ୍ବର ମାସ 14 ତାରିଖ, ପରବ ମହୋତ୍ସବର ପ୍ରଥମ ଦିନ। ଆଜିର ସନ୍ଧ୍ୟା ଏହାର ଉଦ୍ଘାଟନୀ ଉତ୍ସବର ସନ୍ଧ୍ୟା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଆଜି ଆସି ପହଞ୍ଚିବେ। ଏହି ପରବ ଯାହାକି ଆସନ୍ତା 5 ଦିନ ଧରି ଆପଣମାନଙ୍କୁ ଆନନ୍ଦ ପ୍ରଦାନ କରିବ, ଆପଣମାନଙ୍କୁ ମଜେଇ ରଖିବ, ସଜେଇ ରଖିବ। ସେହି ଉତ୍ସବର ଆଜି ହେଉଛି ଶୁଭ ଉଦ୍ଘାଟନ। ସନ୍ଧ୍ୟା ସମୟରେ ଆପଣମାନଙ୍କ ପାଇଁ ନାଚ ଗୀତର ଆସର, କଥାବାର୍ତ୍ତାର ଆସର, ଭାଷଣର ବନ୍ୟା, ଏହି ସବୁ କିଛିକୁ ନେଇ ପରବ ନିଜକୁ ପ୍ରସ୍ତୁତ କରୁଛି ଆଜି ସକାଳ 5:30 ସମୟରୁ। ତେବେ ଦେଖିବା ଭିତରେ କେମିତି ସବୁ ପ୍ରସ୍ତୁତି ହେଇଛି। ପରବ ଫାଟକକୁ ଯଦି ଆଉ ଟିକେ ନିରୀକ୍ଷିକରେ ଦେଖିବେ, ମୁଖ୍ୟ ଫାଟକର କଡ଼େ କଡ଼େ ଛୋଟ ଫାଟକ ମଧ୍ୟ ରହିଛି, ଯେଉଁଠିକି ଲୋକ ଚାଲି ଯାଇ ଆସିପାରିବେ। ତାହା ମଧ୍ୟ ସୁନ୍ଦର ଭାବରେ ସଜ୍ଜିତ ହୋଇଛି, କଳା କାରୁକାର୍ଯ୍ୟ ମଧ୍ୟରେ ନିଜକୁ ପ୍ରକାଶିତ କରିଛି। ତେବେ ଚାଲନ୍ତୁ ବର୍ତ୍ତମାନ ପରବ ପଡ଼ିଆ ମଧ୍ୟକୁ ପ୍ରବେଶ କରିବା। ଟିକି ଟିକି ପାହାଚ ଦେଇ ଆପଣ ଯେତେବେଳେ ଏହି ପରବ ପଡ଼ିଆ ମଧ୍ୟକୁ ପ୍ରବେଶ କରିବେ, ସାମ୍ନାରେ ଦେଖିବେ ଗୋଟାଏ ସେଲ୍ଫି ପଏଣ୍ଟ, ଯାହାକୁ ନେଇ ଆପଣ ବି ଆନନ୍ଦିତ ହେବେ। ବହୁତ ଫଟୋ ଏଠି ଉଠିବ, ତାକୁ ନେଇ ସମସ୍ତେ ଆନନ୍ଦିତ ହେବେ। ତା ପାଖରେ ରହିଛି କୃଷି ବିଭାଗର ଷ୍ଟଲ୍, ଯାହାକି ବର୍ତ୍ତମାନ ଆପଣମାନେ ଦେଖିପାରୁଥିବେ। ଟ୍ରାକ୍ଟର ଗୁଡ଼ିକ ସେଠି ପ୍ରଦର୍ଶିତ କରାହୋଇଛି, ମେକାନାଇଜେସନର ପ୍ରଦର୍ଶନୀ। ବିଜୁଳି ଆଲୁଅରେ ଉଦ୍ଭାସିତ ହେଉଥିବା ପରବ ପଡ଼ିଆରେ ଆପଣମାନେ ଦେଖୁଛନ୍ତି ସୌନ୍ଦର୍ଯ୍ୟର ପରିଭାଷା। ସୌନ୍ଦର୍ଯ୍ୟ ପ୍ରକାଶିତ ହେଉଛି ମଣିଷକୃତ ଏହି ସୌନ୍ଦର୍ଯ୍ୟ। ଏହି ସୌନ୍ଦର୍ଯ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଭରି ନାହାନ୍ତି ନିଜ ଜିନିଷ, ନିଜର ହସ୍ତକଳା। ଏସବୁ ଗୁଡ଼ିକର ପ୍ରଦର୍ଶନୀ ହେବ ଏଇଠାରେ। ବିକ୍ରୟର ବ୍ୟବସ୍ଥା କରାହୋଇଛି, ସେସବୁର ଆରମ୍ଭ ହୋଇନାହିଁ। ଦିନ ଯେତେବେଳେ ଗଡ଼ି ଚାଲିବ, ନିଶ୍ଚିତ ଭାବରେ ସନ୍ଧ୍ୟାରେ ଯେତେବେଳେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ, ତାର ପୂର୍ବରୁ ଷ୍ଟଲ୍ ଗୁଡ଼ିକ ଭର୍ତ୍ତି ହୋଇଯିବ। ଅଭ୍ୟର୍ଥନା କକ୍ଷ, ରିସେପସନ୍ କିମ୍ବା କଣ୍ଟ୍ରୋଲ ରୁମ୍ ବୋଲି ଯାହା କୁହାଯାଏ, ଏହି ସମଗ୍ର ପଡ଼ିଆର ନିୟନ୍ତ୍ରଣ କରାଯିବ ଏହି ଛୋଟ ଷ୍ଟ୍ରକ୍ଚର ମଧ୍ୟରୁ। ଦେଖୁଛନ୍ତି ସବୁ ପ୍ରସ୍ତୁତ ହେଲାଣି। ବିଭିନ୍ନ ଷ୍ଟଲ୍, ବିରାଟ ବଜାର ମଧ୍ୟରେ ନିଜର ଅସ୍ତିତ୍ୱକୁ ଖୋଜି ବୁଲୁଥିବା ବିଭିନ୍ନ ଛୋଟ ଛୋଟ ଦୋକାନ ସମୂହ ପ୍ରସ୍ତୁତି ଚାଲିଛି। ତାକୁ କିପରି ଭାବରେ ସୁନ୍ଦର କରିହେବ, ଆକର୍ଷିତ କରିହେବ। ପରବ ପଡ଼ିଆକୁ ଆଦିବାସୀ ଜନଜାତିଙ୍କର ଆପଣମାନଙ୍କୁ ସ୍ୱାଗତ କରୁଛନ୍ତି। ଏଇଠି ନିଶ୍ଚିତ ଭାବରେ ଅନେକ ଫଟୋ ଉଠିବ। ସେଲ୍ଫି ପଏଣ୍ଟ ଭାବରେ ଠିଆ ନ ହୋଇ ଏଠି କିପରି ଭାବରେ ବସି ସମସ୍ତେ ଆନନ୍ଦ ନେଇପାରିବେ ଏବଂ ଫଟୋ ଉଠାଇ ପାରିବେ, ତା ପାଇଁ ବ୍ୟବସ୍ଥା ବି କରାଯାଇଛି। ଫଟୋ ଉଠାଇବା ପାଇଁ ବହୁତ ଜାଗା। ବୁଲୁ ବୁଲୁ ହାଲିଆ ହେଇଗଲେ ବସି ପଡ଼ିବେ, ଟିକେ ସେଲ୍ଫି ଟିକେ ଉଠାଇବେ, ଫଟୋ ଉଠାଇବେ, ସାଙ୍ଗସାଥୀଙ୍କ ସହିତ ମଜା କରିବେ, ପରବ ଉତ୍ସବର ଆନନ୍ଦକୁ ସାଉଁଟି ନେବେ। କଳାର ଉତ୍ସବ, ସଂସ୍କୃତିର ଉତ୍ସବ ପରବ। ତେଣୁ କଳାକୃତିକୁ କିପରି ଭାବରେ ପ୍ରଦର୍ଶିତ କରାଯାଇପାରିବ, ତା ପାଇଁ ପ୍ରଯତ୍ନ କରାହୋଇଛି। ମଞ୍ଚ ପାଖକୁ ସମସ୍ତେ ଯାଇ ନ ପାରନ୍ତି, ଏଠାରେ ବୁଲୁଥାଇ ମଧ୍ୟ ପରବ ମଞ୍ଚରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମର ଆନନ୍ଦ ନେବା ପାଇଁ LED ସ୍କ୍ରିନ୍ ଗୁଡ଼ିକ ବିଭିନ୍ନ ଜାଗାରେ ଲଗା ହେଇଛି, ଯାହାଫଳରେ ବ୍ୟବସାୟରେ ନିଜକୁ ନିମଜ୍ଜିତ କରିଥିବା ବ୍ୟକ୍ତି, କିଣାକିଣି କରୁଥିବା ବ୍ୟକ୍ତି ମଧ୍ୟ ପରବ ମଞ୍ଚର କାର୍ଯ୍ୟକ୍ରମକୁ ଅନାୟାସରେ ଦେଖିପାରିବେ। ଏକ୍ସମାସ୍ ଟ୍ରିର ଭ୍ରମ ସୃଷ୍ଟି କରୁଥିବା ଏହି ସୁନ୍ଦର ବୃକ୍ଷ, ଆଜି ପରବ ଅବସରରେ ଏହି ବୃକ୍ଷକୁ ସମ୍ପୂର୍ଣ୍ଣ ରୂପେ ଆଲୋକିତ କରିଦିଆଯାଇଛି, ସଜ୍ଜିତ କରାହୋଇଛି। ଏକ ମୂକ ସାକ୍ଷୀ ଭଳି ଠିଆ ହୋଇ ରହିବ ଆଜି 5 ଦିନ ପାଇଁ ଏହି ମଞ୍ଚ ସାମ୍ନାରେ। କିଏ ରୁହନ୍ତୁ କି ନ ରୁହନ୍ତୁ, କିଏ କାହାକୁ ଭଲ ଲାଗୁ କିମ୍ବା କାହାକୁ ଭଲ ନ ଲାଗୁ, ଏହି ଗଛଟିକୁ କିନ୍ତୁ ସବୁକିଛି ଭଲ ଲାଗିବ। ଏହି ଗଛଟି ନିରନ୍ତର ଭାବରେ ପ୍ରତିଟି କାର୍ଯ୍ୟକ୍ରମ, ସେ ଭାଷଣ ହେଉ
ଗୀତଟିଏ ହେଉ ଏବଂ ଲୋକଙ୍କର ଯିବା ଆସିବା ହେଉ ସବୁକିଛିକୁ ଇଏ ଦର୍ଶନ କରିବ। ବୋଧହୁଏ 19 ତାରିଖରେ ଯେତେବେଳେ ସମସ୍ତେ ଚାଲି ଯାଇଥିବେ ଏଇ ଗଛ ପାଖରେ ଠିଆ ହେଲେ ଏହି 5 ଦିନର ବିବରଣୀ ପୁଙ୍ଖାନୁପୁଙ୍ଖ ଭାବରେ ଟିକିନିଖି ଭାବରେ କହିବାର ଦକ୍ଷତା ରଖିଥିବା ଏକମାତ୍ର ଜୀବନ୍ତ ସତ୍ତା ଭାବରେ ନିଜକୁ ଉଦ୍ଭାସିତ କରିବ ଏହି ଗଛଟି। ତେଣୁ ଏହି ଗଛଟି ପାଖରେ ଆମେ କୃତଜ୍ଞତା ଜଣାଇବା ଆଜି, ଯେତେବେଳେ ପରବର ଶୁଭାରମ୍ଭ ହେବ ଆଜି ସନ୍ଧ୍ୟାରେ। ପରବ ମଞ୍ଚ ନିକଟର ଏକ ବିଶେଷ ଆକର୍ଷଣ କୋରାପୁଟ କଫି। କୋରାପୁଟ କଫିର ସୁନ୍ଦର ଗୋଟେ ଷ୍ଟଲ୍ଟିଏ କରାହେଇଛି, ଯେଉଁଠାରେ କି କଫି ଏଠାରେ ପରିବେଷଣ କରାଯିବ, ବିକ୍ରି କରାଯିବ ଏବଂ ଏହି କଫିକୁ ପିଇବା ପାଇଁ ଆପଣମାନଙ୍କ ପାଖରେ ଗୋଟେ ଠେଲା ଗାଡ଼ିଟିଏ ମଧ୍ୟ ରହିଛି, ଯେଉଁଠିକି ଆପଣ ଠିଆ ହୋଇ କଫି ପିଇପାରିବେ, କଫିର ଆନନ୍ଦ ନେଇପାରିବେ। ତେଣୁ ଏଇ ଯେଉଁ ଅଭିନବ ଉପାୟ ଯେ କୋରାପୁଟର କଫିକୁ ପ୍ରୋତ୍ସାହନ କରିବା ଏବଂ ତାକୁ ସମସ୍ତଙ୍କ ପାଖରେ ଆଦୃତ କରାଇବା, ନିଶ୍ଚିତ ଭାବରେ କୋରାପୁଟ କଫି ସମସ୍ତଙ୍କର ମନକୁ ମୋହିବ ଏବଂ କୋରାପୁଟରେ ବିଭିନ୍ନ ସ୍ଥାନରେ ହେଉଥିବା କଫି ସମ୍ପର୍କରେ ଉତ୍ସାହ ଏବଂ ପ୍ରଶ୍ନ ଜିଜ୍ଞାସା ସୃଷ୍ଟି କରିବାରେ ଏହା ସହାୟକ ହେବ। ଏବଂ କୋରାପୁଟ କଫି ପାଖରୁ ଠିଆ ହେଲେ ମଞ୍ଚର ଦୃଶ୍ୟ, ନିଶ୍ଚିତ ଭାବରେ ଏହା ଏକ ସୁନ୍ଦର ପରିକଳ୍ପନା। କୋରାପୁଟ କଫି ସାଙ୍ଗରେ ଆପଣ ଦେଖୁଥାଇ ମଧ୍ୟ ପରବ ମଞ୍ଚର କାର୍ଯ୍ୟକ୍ରମକୁ ଦେଖିପାରିବେ। ଷ୍ଟଲ୍ ଗୁଡ଼ିକ ବୁଲୁଥିବା ସମୟରେ ଆପଣ ଏହାର ଆନନ୍ଦ ବି ନେଇପାରିବେ। ପରବ ପଡ଼ିଆର ପ୍ରତିଟି କୋଣ ଅନୁକୋଣ ନିଜକୁ ପ୍ରସ୍ତୁତ କରୁଛି ସନ୍ଧ୍ୟା ପାଇଁ, ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସିବେ ଏବଂ ଉଦ୍ଘାଟନ କରିବେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର। 1.5 ମାସ ଧରି ଚାଲିଥିବା କୋରାପୁଟରେ ପରବର ସମାବର୍ତ୍ତନ ଉତ୍ସବର ଆଜି ହେଉଛି ଉଦ୍ଘାଟନ ଉତ୍ସବ। 5 ଦିନ ଧରି ଏହି ପର୍ବ ସମସ୍ତଙ୍କୁ ଆନନ୍ଦିତ କରିବ, ସମସ୍ତଙ୍କୁ ବିମୋହିତ କରିବ। ବିଭିନ୍ନ କାର୍ଯ୍ୟକ୍ରମ ରହିଛି, ଆଦିବାସୀ ନୃତ୍ୟ ଠାରୁ ଆରମ୍ଭ କରି ପାରମ୍ପରିକ ନୃତ୍ୟ ଠାରୁ ଆରମ୍ଭ କରି ସଙ୍ଗୀତ ନୃତ୍ୟ, ଦେଶର ବିଭିନ୍ନ ସ୍ଥାନରୁ ଆସିଛନ୍ତି କଳାକାରମାନେ। ସେମାନେ ତାଙ୍କର ପ୍ରଦର୍ଶନ କରିବେ ଏଠାରେ, ତାଙ୍କର ସଙ୍ଗୀତ ବିଚିତ୍ରା, ନୃତ୍ୟର ବିଚିତ୍ରା। ତେଣୁ ଖାଲି ରହିବ ନାହିଁ ଏହି ପଡ଼ିଆ, ଖାଲି ରହିବ ନାହିଁ ଆପଣଙ୍କର ଆନନ୍ଦର ସ୍ରୋତ। ପରବ ମଞ୍ଚ ପ୍ରସ୍ତୁତ ଏକ କଳାର ପ୍ରଦର୍ଶନୀ ଦେଖିପାରୁଥିବେ କିପରି ଭାବରେ ନିଜକୁ ପ୍ରସ୍ତୁତ କରିଛି। ପ୍ରକୃତିକୁ ସାଙ୍ଗରେ ନେଇ ଏହି ମଞ୍ଚଟି ପ୍ରସ୍ତୁତ ହୋଇଛି। ତାର ପଛ ଆଡ଼େ ଯେଉଁ ଗଛ ଦୁଇଟି ଥିଲା, ସେଇ ଗଛ ଦୁଇଟିକୁ ମଧ୍ୟ ଏହା ସାଙ୍ଗରେ ନେଇ ନିଆଯାଇଛି। ତେଣୁ ଏଇ ଯେଉଁ ସୁନ୍ଦର କାରୁକାର୍ଯ୍ୟ ତାହା ସମସ୍ତଙ୍କୁ ଆନନ୍ଦିତ କରିବ, ଏହି ମଞ୍ଚ ଉପରୁ ସମସ୍ତଙ୍କୁ ସ୍ୱାଗତ କରିବ। ଚୌକି ମଧ୍ୟ ପଡ଼ିସାରିଲାଣି। ଏହି ଚୌକି ଉପରେ ବସି ପରବ 5 ଦିନ ଆପଣ ଆନନ୍ଦରେ ଉପଭୋଗ କରିପାରିବେ ପରବକୁ। ଏପର୍ଯ୍ୟନ୍ତ 3 ଦିନ ଧରି ପରବ ଚାଲୁଥିଲା, ଏହି ବର୍ଷ ଠାରୁ ଏହା ହେଉଛି 5 ଦିନ। 5 ଦିନ ଗୁଡ଼ିକ ବିଭିନ୍ନ ତାରକାଙ୍କର ଗହଣରେ ଆପଣମାନେ ଆନନ୍ଦ ମୁଖରିତ ହୋଇ ଉଠିବେ। ସବୁ ଟିକେ ପାଖରୁ ଦେଖି ନେବା। ଅତି ସୁନ୍ଦର ଭାବରେ କାରୁକାର୍ଯ୍ୟ ଭରା ଏହି ମଞ୍ଚ। ଏହି ମଞ୍ଚକୁ ଆମେ ନିରୀକ୍ଷିକରି ଦେଖିବା। ଆଉ ଟିକେ ଗଲେ ଉପରକୁ ଯିବା, ଦେଖିବା ଏଥିରେ କ'ଣ କ'ଣ ସବୁ ଯାକ ଆପଣଙ୍କ ପାଇଁ ସାଇତି ରଖାହେଇଛି। ପରବ ମଞ୍ଚର କେନ୍ଦ୍ରରେ ଏହି କାରୁକାର୍ଯ୍ୟ ବାଁକୁ ଦେଖିବା। ଏ ହେଉଛି ସୁନ୍ଦର କଳାକୃତି ଭରା ପରବ ମଞ୍ଚର ବ୍ୟାକ୍ଡ୍ରପ୍, ଯେଉଁଠାରେ କଳାକୃତିର ପ୍ରଦର୍ଶିତ କରାଯାଇଛି। ଦୁଇ ପାଖରେ ବାଉଁଶର ଷ୍ଟ୍ରକ୍ଚର। ଏକାଥରେ ଯଦି ଦେଖିବା ତେବେ ପରବର ମଞ୍ଚର ବ୍ୟାକ୍ଡ୍ରପ୍, ତା ସହିତ ଗଛ, ଏସବୁ ଯାକ ନିଶ୍ଚିତ ଭାବରେ ଆପଣଙ୍କୁ ଆନନ୍ଦିତ କରିବ। ଏଠି ଚାଲିଲେ ଶବ୍ଦ ହେଉଛି, ଦେଖନ୍ତୁ କିପରି ଭାବରେ ଶବ୍ଦ ହୁଏ ଏଠାରେ। ତେଣୁ ଭୟ କରିବାର କିଛି ନାହିଁ, ତଳେ ଶକ୍ତ ଭାବରେ ଏଟାକୁ ପ୍ରସ୍ତୁତ କରାହେଇଛି। ତେଣୁ ଯେଉଁମାନେ ଚାଲିବେ ସେମାନେ ଶବ୍ଦ ହେଲେ ମଧ୍ୟ ନିଶ୍ଚିତ ଭାବରେ ଆନନ୍ଦରେ ନିଜର କାର୍ଯ୍ୟଟି ସମ୍ପାଦିତ କରିବେ। ମଞ୍ଚର ଦୂରରୁ ଦେଖିଲେ ଜଣାପଡ଼େ ନାହିଁ, କିନ୍ତୁ ମଞ୍ଚ ଉପରେ ଦିଆଯାଇଛି ସ୍ଥାନ ଆଦିବାସୀ ପରମ୍ପରାର ଏକ ପରିବାରର ଦୃଶ୍ୟ। ଏକ ପରିବାର ବସିଛନ୍ତି ଏବଂ
ମଞ୍ଚ ଉପରେ ଆଉ ଏକ ସ୍ଥାନରେ କିଛି ଆଦିବାସୀ ମହିଳା ଚର୍ଚ୍ଚା କରୁଛନ୍ତି ପର୍ବ ସମ୍ପର୍କରେ, ସେମାନଙ୍କର ଜୀବନ ସମ୍ପର୍କରେ, ଜୀବନଧାରା ସମ୍ପର୍କରେ। ଏବଂ ଏହି ମଞ୍ଚରେ ଭରି ରହିଛି ବିଭିନ୍ନ ଆଦିବାସୀଙ୍କର ପାରମ୍ପରିକ ବାଦ୍ୟଯନ୍ତ୍ରର ସମ୍ଭାର ପ୍ରଦର୍ଶିତ କରୁଛି କିପରି ଭାବରେ ଓଡ଼ିଶାର କଳା ପରମ୍ପରା, କୋରାପୁଟ ଅଞ୍ଚଳର କଳା ପରମ୍ପରା ସମୃଦ୍ଧ, ସଂସ୍କୃତି ସମ୍ପନ୍ନ, ବିମୋହିତ କରିବାର ସମସ୍ତ ସମ୍ଭାବନାକୁ ଧରି ରଖିଥିବା ଏହି ସଂସ୍କୃତି ଏବଂ ତାରି ପ୍ରଦର୍ଶନ ହେଉଛି ପରବ। ଆଉ କିଛି ବାଦ୍ୟଯନ୍ତ୍ର ପରବ ପଡ଼ିଆକୁ କୁହୁଡ଼ି ମାଡ଼ି ଆସିଛି। କୁହୁଡ଼ି ନଥିଲା, କିନ୍ତୁ ଧୀରେ ଧୀରେ କୁହୁଡ଼ିର ଆସ୍ତର ବଢ଼ି ଚାଲିଛି। ଧୀରେ ଧୀରେ ସମଗ୍ର ପରବ ପଡ଼ିଆକୁ ଆଚ୍ଛାଦିତ କରିଛି କୋରାପୁଟର ଶୀତଳ କୁହୁଡ଼ି, ସୁନ୍ଦର କୁହୁଡ଼ି, ଯେଉଁଠାରେ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ କଷ୍ଟ ହୁଏ ନାହିଁ, କାରଣ ପ୍ରଦୂଷଣ ରହିତ ଏଇ ସୁନ୍ଦର ପରିବେଶ ଆଗକୁ କେତେ ଦିନ ଯେ ରହିବ ତାହା ଜଣା ନାହିଁ, କିନ୍ତୁ ବର୍ତ୍ତମାନ ନିଶ୍ଚିତ ଭାବରେ ଆନନ୍ଦରେ ଏଇ କୁହୁଡ଼ି ମଧ୍ୟରେ ଚଲାବୁଲା କରି ହେଉଛି। ତେଣୁ ସମସ୍ତେ ଏହାର ଆନନ୍ଦ ନେଉଛନ୍ତି। ଆପଣ ବି ଆନନ୍ଦ ନିଅନ୍ତୁ। ସକାଳୁ ଆସନ୍ତୁ, ଦେଖନ୍ତୁ। ଆମେ ଜାଣିନାହୁଁ ଆସନ୍ତାକାଲିର ସକାଳ କିପରି ଭାବରେ ଆପଣଙ୍କୁ ସ୍ମୃତି ଦେବ। ରାତି ତମାମ ଏଠି ଯେଉଁ କାର୍ଯ୍ୟକ୍ରମ ଚାଲିବ ତା'ର ପରବର୍ତ୍ତୀ ପର୍ଯ୍ୟାୟରେ କିପରି ଭାବରେ ଏଇ ପଡ଼ିଆ ତାକୁ ଗ୍ରହଣ କରିବ ଏବଂ ପୁଣି ଥରେ ଆସନ୍ତାକାଲି ପ୍ରଦର୍ଶିତ କରିବ, ତାହାରି ଅପେକ୍ଷାରେ। ଏବଂ ସେଇ ସମୟ ପାଇଁ ଆଜି ସନ୍ଧ୍ୟା ଯେତେବେଳେ 5:30 ସମୟରେ ମୁଖ୍ୟମନ୍ତ୍ରୀ ଆସିବେ ଏବଂ ଏହି ପର୍ବ ପଡ଼ିଆର ଉଦ୍ଘାଟନ କରିବେ, ପର୍ବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ। ଆସନ୍ତା 5 ଦିନ ପାଇଁ ଯେଉଁ ଖସଡ଼ା ପ୍ରସ୍ତୁତ ହୋଇଛି ତା'ର ଉଦ୍ଘାଟନ କରିବେ। ସେତିକି ପର୍ଯ୍ୟନ୍ତ ଅପେକ୍ଷା କରିବା। ପୁଣି ଥରେ ଆପଣମାନଙ୍କ ସହିତ ସନ୍ଧ୍ୟାରେ ଦେଖାହେବ। ସେତିକି ପର୍ଯ୍ୟନ୍ତ ବିଦାୟ ନେଉଛି। ପରବ ଜୁହାର।